ହଉଛି ଆଉ ମାନେ କେତେ ବଢିଆ ସେ ତମେ କଥା ହଉଥିଲ ଦି ଜଣ। ଆଉ ମତେ ବି ସେ ବି କହୁଥିଲା ଆଉ ମାମା ଆଗକୁ ବାହାଘର ପାଇଁ ତମେ ରେଡି ହେଇଯାଅ। ଆଉ ସବୁ ଜିନିଷ ପଟା କେମିତି କଣ ସବୁ ଯୋଗାଡ଼ ହବ। ଆଉ ସବୁ ଲେଖା ଲେଖି ଲିଷ୍ଟ ହେକା ବି ସବୁ କରୁଥିଲୁ। ଆଉ ମୁଁ କହିଲି ହଉ ଖାଲି ଆଉ ବେଟାର ତାର ଟ୍ରେନିଂ ଟା ସରିଯାଉ ଆଉ ପୋଷ୍ଟିଂ ହେଇଗଲେ ତାପରେ କଥା ପକେଇକି ମାନେ ତମ ଆଡୁ ହିଁ କଥାଟା ଆସିବ। ଆମେ ଯେହେତୁ ଝିଅ ଘର ନା ଆଉ ଆମେ ତ କହିପାରିବାନି। ଆଉ ତମ ଘର ଆଡୁ କଥା ଆସିକି ଆଉ ଏଇ କାମ ଗୁଡାକ ଆଗେଇବା। ଆଉ ବହୁତ ସବୁ ଠିକ ଠାକ ସବୁ ଚାଲିଥିଲା, ବହୁତ ଖୁସି ବି ଥିଲି। ଆଉ ଏଇ ମଝିରେ ତମ ଦି ଜଣଙ୍କ ଭିତରେ ଏମିତି କଣ ଗୋଟେ ହେଇଗଲା। ଆଉ ମତେ ତ ଏଇନା ବହୁତ କଷ୍ଟ ବି ଲାଗୁଛି। ଛୁଆଟାକୁ କେମିତି ମୁଁ ସମ୍ଭାଳିବି। ସେ ଏତେ ଭଲ ପାଇଯାଇଛି ତମକୁ, ତମ ବିନା ସେ ରହି ପାରୁନି। ବାପା କିସ କରିବା କୁହନା। ହ୍ୟାଲୋ। ହଁ ଆଣ୍ଟି। ହଁ ବାପା କୁହନା ଟିକେ। ସେଇ ଦୁଇ ଜଣଙ୍କର ଖୁସିରେ ଟିକେ ସବୁ ଜିନିଷ ଚାଲିଥିଲେ ମୁଁ ଭାବୁଛି କି ସେଟା ଭଲରେ ହେଇଥାନ୍ତା। ଆଉ ବାକି ହଁ ଅ, ବାପା, ମାନେ ସେଇ ଖୁସି ଟା କାହିଁକି ଲାଗୁନି ଯେ ତମେ କାହିଁକି ଭାବୁଛ ନା ୟା ସାଙ୍ଗରେ ରହିନେ ଖୁସି ଆସିବନି ବୋଲିକି। ତମେ ତ ବହୁତ ଦିନରୁ ତମର ଦେଖା ସାକ୍ଷାତ ଏଇ ନବୋଦୟ ପାଖରୁ। ଆଉ ମୁଁ ବି ତାକୁ କୁହେ ନା ବେଟା ବହୁତ ଭଲ ଛୁଆଟା। ଆଉ କିଛି ଅସୁବିଧା ନୁହେଁ। ଆଉ ସେ ମତେ ମଝିରେ ସେମିତି କହୁଥିଲା, କହୁଛ ନା ଆଉ ମତେ ସେ ଭଲ ପାଉନି। ଆଉ ବାହା ହବ କି ବାହା ହବନି। ଆଉ ମୁଁ କଣ କରିବି, ମୁଁ ଯୁଆଡେ ହେଲେ ପଳେଇବି। ଏରକ ସେ ହଉଥିଲା ଦେଇକି ମୁଁ କହିଲି ନାରେ ମା, ଆଉ ସେମିତି କିଛି ନୁହଁ। ଏଇନା ଟିକେ ପ୍ରେସର ଅଛି ନା ଚାକିରିରେ। ଆଉ ଟିକେ ତୁ ଟିକେ ବୁଝ। ଆଉ ତତେ ଏଇନା ଟାଇମ ଦେଇ ପାରୁନି ସେମିତି। ଏନଗେଜ ହେଲା ମାନେ ଚାକିରିରେ ଆଉ ସବୁବେଳେ କଣ ତତେ ଫୋନ କରିପାରିବ ନା। ଆଗ ଭଳିଆ ସେମିତି ତତେ ଫୋନ କରିପାରିବନି। ଆଉ ତୁ ବି ଚାକିରିରେ ଲାଗିନେ ତୁ ବି ସେମିତି ତୋର ବି ଟାଇମ ହବନି ଫୋନ କରିତେ। ଆଉ କେତେବେଳେ ସେଇ ଦୁଇଥର ତିନିଥର କେତେବେଳେ ଟିକେ ଫୋନ କଲ ହଁ କଥା ହେଇଯିବ। ଆଉ ସବୁବେଳେ ସେମିତି ତ ଫୋନରେ କଥା ମାନେ କଥା ହଉଥିବ ସେମିତି ତ ଟାଇମ ହବନି। ଫେରେ ତମର ଦେଖିବ ନା ତମର ନିଜର କର୍ତ୍ତବ୍ୟ କର୍ମ ସେଇଟା ଫେରେ ଦେଖିବାର ଅଛି। ଆଉ ମୁଁ କହିଲି ନା ସେ ବେଟା ବହୁତ ଭଲ, ଆଉ କିଛି ଅସୁବିଧା ହବନି। ଆଉ କରିଦବା ବାହାଘର ଟା। ଆଉ ମତେ ବି ମାନେ ଆଗରୁ ଯେହେତୁ ତମେ ଯେମିତିକା ଚନ୍ଦ୍ରିକା କୁ କୁହ, ଆଉ ମୁଁ କହିଛି ମାନେ କଥା ଦେଇଛି ମାନେ ମୁଁ କରିମି। ଆଉ ସେଇ ହିସାବରେ ତାକୁ ବି ମୁଁ କୁହେ, ମୁଁ କହିଲି ନା ଆଉ କେବେ ବି ସେମିତି କରିବେନି ବେଟା। ଆଉ ତୁ ମନ ଧର ଆଉ ସେଇଠି ହିଁ କରିବା। ଆଉ ଏଇର କଥାକୁ ମଝିରେ ବି ଢେର ବୁଝେଇଛି। ଆଉ ଏସବୁ କରିବା କୁହନା ବାପା, ମୁଁ ତ ଖାଲି ମତେ ଏଇନା କିଛି ବୁଦ୍ଧି ବାଟ ବି ଦେଖା ଯାଉନି ଯେ। କଣ ଟିକେ ବୁଝେଇ ଦିଅନ୍ତୁ ନହେଲେ ତାକୁ ଟିକେ। ହଁ ହଁ ମୁଁ ବୁଝଉଛି, କିନ୍ତୁ ବାପା ତମେ ଖାଲି ଟିକେ ତା ସାଥ ଦେନେ ସାନ୍ତ୍ୱନା ଦେନେ ନା ସିଏ ବୁଝି ଯାଆନ୍ତା। ସିଏ ବହୁତ ଭଲ ଛୁଆଟା, ବହୁତ ଭଲ ଛୁଆଟା। ଆଉ ଖାଲି ସିଏ ମାନେ ତମ ପାଖରୁ କାଳେ ଭଲ ପାଇବା ପାଇପାରିବନି, କାଳେ ବାହା ହବନି, ଏଇକା ତାର ଗୋଟେ ଡର ରହୁଛି ନା। ଯଦି ସେଇଗା ତମ ଆଡୁ ଯଦି ସିଓର ଯଦି ଆସିଯାନ୍ତା ସିଏ ଆଉ ମୁଣ୍ଡ ଖରାପ ବି ତାର ହୁଅନ୍ତାନି, କି ଚିଡଚିଡା ବି ହୁଅନ୍ତାନି, କି କାନ୍ଦା ବୋବାଡ ବି କରନ୍ତାନି। ସିଏ ମାନେ ପାଠ ପଢାରେ ଧ୍ୟାନ ବି ଦିଅନ୍ତା। ଯେହେତୁ ତମକୁ ଏତେ ସେ ଭଲ ପାଏ। ଆଉ ସିଏ ଅଲଗା ଝିଅଙ୍କ ଭଳିଆ ନୁହଁ ନା, ଯେ ଅପସନ ରେ ଥାନ୍ତେ କି ଆଉ ଦି ତିନିଟା ପୁଅକୁ ଧର ସିଏ ପଟେଇକି ରଖିଛି। ସେର କହିନେ ତାର କିଛି ଯାୟ ଆସେ ହୁଅନ୍ତାନି। ହଁ ମୁଁ ଆକୁ ଭଲ ପାଇଛି, ଯିଏ ମନା କଲା କି ବ୍ରେକଅପ୍ ହେଲା କି ମୁଁ ଛାଡିଦେବି କିଛି ନାହିଁ, ଏମିତି ତା ମନରେ ବି ଆସିଯାଆନ୍ତା। ସେ କେବଳ ତମକୁ ବହୁତ ଭଲ ପାଏ। ସେ ଅନ୍ୟ ପୁଅକୁ କାହାକୁ ବି ଆଡ ଆଖିରେ ଦେଖେନି।
ଆଉ ସେଇଥିପାଇଁ ତା ମନଟା ବହୁତ ଦୁଃଖ ହଉଛି। ବାପା ଖାଲି ଟିକେ ବୁଝିବା ପାଇଁ ଚେଷ୍ଟା କର। ସେ ଏଇନା ବି ବାହାରି ଯାଇଛି, କୋଉଠି ଯାଇଛି, କଣ କରିଛି, ମତେ ବି ଭାରି ଚିନ୍ତା ହଉଛି। ମୁଁ ଫୋନ କଲି ଯେ ମୋ ଫୋନ ବି ସେ ଉଠଉନି। ମୁଁ କେତେ ଖୁସିରେ ଆହୁରି ମୁଁ କହୁଛି ଆଉ ଘରୁ ମୁଁ ଆମ୍ବ ଆଣିଛି, ଆଉ ବେଟାକୁ ଦେମି, ଆଉ କାଲି ଆଡକୁ ମୁଁ ଭାବୁଥିଲି ପ୍ୟାକିଂ କରିଦେଇଥାନ୍ତେ, ସ୍ୱାଧୀନ ନେଇକି ବସରେ ପଠେଇ ଦେଇଥାନ୍ତା ଆଉ। ବାପା ହଁ ହ୍ୟାଲୋ। ଆଣ୍ଟି ସେଟା ତ ମୁଁ ବୁଝିଲି ଯେ ହଁ ହଁ ମତେ ମାନେ ମୁଁ ଯଦି ମୋ ଆଡେ ଭାବୁଛି କି ମାନେ ମତେ ଲାଗୁଛି କି ମୁଁ ମାନେ ଏତେ ଖୁସିରେ ରହିପାରିବିନି, ତ ସେଥିପାଇଁ ମୁଁ ସେଇ କଥା କହୁଥିଲି କି ଯଦି ଏବେ ଖୁସିରେ ରହିପାରିବିନି ତ ପୁଣି ଜବରଦସ୍ତ ଆଉ କେମିତି ରହିବି ଆଗକୁ କେତେ ଦିନ ସେଇ ବାପା ଜିନିଷ। ଚନ୍ଦ୍ରିକାକୁ ତମେ କଣ ଭଲ ପାଉନି କି ବାପା? ହ୍ୟାଲୋ। ହଁ ଆଣ୍ଟି। ହଁ ବାପା, ଚନ୍ଦ୍ରିକାକୁ କଣ ତମେ ଭଲ ପାଉନି କି? ନା ଆଣ୍ଟି। କାହିଁକି? ଆଉ ତମେ ଯେ ଏତେ ଦିନ ଧରିକି ସବୁ ସାଙ୍ଗ ମାନେ ସାଙ୍ଗରେ ବୁଲା ବୁଲି ରହିଛ, ଆଉ ସବୁ ତମେ ଯେତେବେଳେ ଇଏ ଫୋନ ନ କଲେ ବି ତମେ ସାଙ୍ଗେ ସାଙ୍ଗେ ଫୋନ କରି ପକାଅ। ଆଉ ସେଟା ବାପା କଣ ଥିଲା ତମର? ଆଉ ମୁଁ କଣ କିଛି ବୁଝିପାରୁନି ମୁଁ। ନା ଏବେ ଯେମିତି ଏଇ ଚନ୍ଦ୍ରିକା ମାନେ ଚିଡଚିଡା ହଉଛି ବୋଲିକି ତମର ସେଇ ମାନେ ଗୋଟେ ରାଗପଣ କି କିଛି ଗୋଟେ ତମ ମନ ଭିତରେ ଗୋଟେ ଆସିଛି କି? କିଛି କହିଛି କି ଝିଅ ତମକୁ? ଆଣ୍ଟି ସେମିତି କିଛି କହିନି ଯେ, ହେଲେ ହଁ ମାନେ ସେ ଭଲ ପାଇବାଟା ଆସୁନି ଆଉ ତା ପାଇଁ ସେଇଟା ହଉଛି ପ୍ରୋବ୍ଲେମ। ମାନେ ଆସିଥିଲେ ତ ଏମିତି କିଛି ଅସୁବିଧା ହେଇନଥାନ୍ତା। ବାକି ସେଟା ହିଁ ମୁଁ ତାକୁ କହୁଥିଲି, ଆଉ ଭଲ ପାଇବା ଯଦି ରହିବନି ପୁଣି ଆଗକୁ ବା କେମିତି ରହିବା, ସେଇଟା ହିଁ ମୁଁ କହୁଥିଲି। ଆଉ ସେ ସେଇଟା ହିଁ ସେଟା ଅ ଯେ ଏତେ ଦିନ ଧରିକି ଯେ ତମେ ତା ସହିତ ବୁଲିଲ ରହିଲ, ସେଇଟା ତ ଆଉ କଣ କୁହାଯିବ? ଭଲ ପାଇବା ନ କୁହାଇକି ଆଉ କଣ କୁହାଯିବ? ଯଦି ତମର ଧର ଭଲ ପାଇବା ଯଦି ନଥିଲା, ତ ଧର ସେଇଟା ତ ତମର ଏତେ ମିଶିବା ବି ତ ହେଇ ବି ନଥାନ୍ତା। ମାନେ ମୁଁ ଯାହା ଅନୁମାନ କରେ ଦେଖେ, ଏ ମାନେ ଚନ୍ଦ୍ରିକା ଫୋନ କରେ, ଫେର ଇଏ ଯେତେବେଳେ ଯଦି ବି ଫୋନ କରିନଥାଏ ତୁମେ ଫୋନ କରି ପକାଅ। ମାନେ ଆଗରୁ ତ କହିଲା 24 ଘଣ୍ଟା ଧରିକି ଫୋନ ରେ କଥା ହଉଥାଅ। ମୁଁ ବି ଥରେ ଥରେ ମୁଁ ଭାବେ, ମୁଁ କହିଲି ଏମାନେ କଣ ଏତେ କଥା ହଉଛନ୍ତି? ଆଉ ଗାଡିରେ ଗଲା ବେଳେ ବି, ଗାଡିରେ ତମେ ଥିଲା ବେଳେ ବି ସେମିତି କଥା ହଉଥା। ଫେରେ ମୁଁ କହିଲି ଏ ଝିଅକୁ ମୁଁ କହିଲି ଲୋ ମା, ଗାଡିରେ ସେ ଅଛନ୍ତି, ଆଉ ଏତେ କଥା ହବୁନି, ହଉଛୁ ଆଉ ଗାଡି ରାସ୍ତା ଉପରେ ତାଙ୍କର ଫୋକସ ରହିବନି, ତୋ କଥାରେ ମାତିଯିବେ, ତୁ ଏଇନା ଫୋନ ଟିକେ ରଖ। ଫେରେ ସିଏ କହିବ, ନା ନା ମମି, ଆଉ ମୁଁ ଯଦି ତାଙ୍କ ସହିତ ମୁଁ ସବୁବେଳେ ଏମିତି କଥା ହଉଥିବି ନା, ତାହେଲେ ତାଙ୍କୁ ତ ଭଲ ଲାଗିବ। ଏମିତି ମତେ ଆହୁରି କୁହେ ସେ। ଆଉ ମୁଁ ସେମାନେ ଗାଡି ଚଲେଇଥିଲେ ବି ସେ ଠିକ ରେ ହିଁ ଗାଡି ଚଲେଇବେ। ଆଉ ମୁଁ ତାଙ୍କ ସହିତ ଏମିତି କଥା ହଉଥିଲେ ସିଏ କୁହନ୍ତି ଭଲ ଲାଗେ। ଆଉ କଥା ହେଲେ ଏମିତି ମତେ କୁହେ ସେ। ଆଉ ସେଇଥିପାଇଁ ତ ମୁଁ କହୁଛି, ସେଇଟା ତମର ଭଲ ପାଇବା ନୁହଁ ତ ଆଉ କଣ? ସେଇଥିପାଇଁ ତ ତୁମେ ଏତେ ପର୍ଯ୍ୟନ୍ତ ଆସିଲ, ତୁମେ ସେଇ ଭଲ ପାଇବାଟା ପରସ୍ପର ଭିତରେ ଅଛି ବୋଲିକି।